Yes, bro. କୃଷ୍ଣ। ଗୋଟେ ହଉଛି ଦୁଃଖ, ଆଉ ଗୋଟେ ହଉଛି ଦୁଃଖତର, ଆଉ ଗୋଟେ ହଉଛି ଦୁଃଖତମ। ହେଲା, ଦୁଃଖ କହିଲେ ପ୍ରାୟତଃ ଦେଖିବାକୁ ଗଲେ ମାନେ ଏଇଟା ଜେନେରାଲ ପ୍ରିନ୍ସିପାଲ ନୁହଁ। ଦୁଃଖ କହିବାକୁ ଗଲେ ହଉଛି ରିଲେଟିଭିଟି କହୁଛନ୍ତି ପୁରା ଟୋଟାଲ ଯଦି ଦେଖିବାକୁ ଗଲେ, ମାନେ ଦୁଃଖର ଡେଫିନେସନ କହିବାକୁ ଗଲେ ଟୋଟାଲି ରିଲେଟିଭିଟି। ମାନେ କାହାର ଦୁଃଖ କୋଉଥିପାଇଁ ଥାଉଛି, ଏମିତି ଗୋଟେ ଜେନେରାଲ ପାଇଁ ନଥାଉଛି କାହାର ହେଲେ, ମାନେ ସମସ୍ତଙ୍କୁ ଗୋଟେ ଜାଗାରେ ପକେଇ ପାରେନି। ଯେମିତି ଗୋଟେ ପିଲାର ଦୁଃଖ ହଉଛି ତାକୁ ଯଦି ଖେଳିବାକୁ ନ ଛାଡିଲେ, ଆଉ ଗୋଟେ ପିଲାର ଦୁଃଖ ଅଛି ତାକୁ ଯଦି ପାଠ ପଢିବାକୁ ନ ଛାଡିବାକୁ କଲେ, ଆଉ ଗୋଟେ ପିଲାର ଦୁଃଖ ହଉଛି ତାକୁ ଯଦି ମୋବାଇଲ ଛାଡିଦବାକୁ କଲେ, କୋଉ ପିଲାର ଦୁଃଖ କେମିତି ଥାଉଛି। ତ ଏଇଟା ହଉଛି ଗୋଟେ ଦୁଃଖ। ଆଉ ଗୋଟେ ଦୁଃଖ ଯଦି ସିମ୍ପଲ ଦେଖିବାକୁ ଗଲେ, ଆମେ ଗରିବ ଲୋକଙ୍କୁ ଦେଖିବାକୁ ଗଲେ ଦୁଃଖ ଲାଗୁଛି। ହଁ, ଯାହା ପାଖରେ କିଛି ନଥାଉଛି, ଗ୍ୟାଜେଟ୍ସ ହଉ, ଖାଇବା ହଉ, ରହିବା ହଉ, ଯେତେବେଳେ ବେସିକ ନିଡ୍ସ ନଥାଉଛି, ଆମେ ସେ ଲୋକକୁ କହୁଛନ୍ତି ଦୁଃଖୀ, ଦୁଃଖୀ ଆତ୍ମା। ହଁ, ଯାହା ପାଖରେ କିଛି ନଥାଉଛି। ଆଉ ଗୋଟେ ଲୋକଟି ଯିଏ ସଦା ସର୍ବଦା ନାହିଁ, ସବୁ ଥାଇକି ମଧ୍ୟ ମୁହଁ ଶୁଖେଇ ରହିଥାଉଛି, ତାଙ୍କୁ ହେଲେ ମଧ୍ୟ ଦୁଃଖୀ ଆତ୍ମା କହୁଛନ୍ତି। ସବୁ ଜିନିଷ ଥିବ କିନ୍ତୁ ମୁହଁ ଶୁଖେଇଥିବେ, ତାଙ୍କୁ କଣ କହୁଛି? ଦୁଃଖୀ ଆତ୍ମା। ଓକେ, ତ ଦୁଃଖର ଅର୍ଥ ହଉଛି ଏଇଠି ଯଦି ଦେଖିବାକୁ ଗଲେ ଜେନେରାଲ ଗୋଟେ, ଯାହା ପାଖରେ କିଛି ନାହିଁ, ଯାହା ପାଖରେ କିଛି ନାହିଁ ସେ ଲୋକକୁ କହୁଛି ଦୁଃଖୀ। ସେକେଣ୍ଡ ହଉଛି ଦୁଃଖ ତର କିଏ ନା, ଯାହା ପାଖରେ ସବୁ ଅଛି କିନ୍ତୁ ସିଏ କୌଣସି ଜିନିଷ ଭୋଗ କରିପାରୁନି। ସବୁ ଜିନିଷ ଅଛି, ବୁଝିଲେ? ମନର ମାନେ ଘର ଅଛି, ଖାଇବା ଅଛି, ସବୁ ଜିନିଷ ଅଛି, ବାଟ ସେ ଖାଇପାରୁନି। ଯେମିତି ଦୁର୍ଯ୍ୟୋଧନ ଦେଖିବାକୁ ଗଲେ, ସଦା ସର୍ବଦା ଈର୍ଷା ଯୋଗୁ ସେ କଣ କରୁଛି? ଅନ୍ୟ ସହିତ ତୁଳନା କରିବା ଯୋଗୁ ନାଇଁ କି ସବୁଦିନେ ସେ ଦୁଃଖ ପାଉଛି। ସେଇଟା ହଉଛି କଣ? ଦୁଃଖତର। ଦୁଃଖ ତମ କିଏ ନା, ଯିଏ ଭୁଲି ଯାଇଛି ଯେ ସବୁ ଜିନିଷ ଅଛି ବଟ ଭୁଲି ଯାଇଛି। ଯେମିତି ଦେଖିବାକୁ ଗଲେ, ମନର ଘରେ ମସଲା ମସଲି ଅଛି, ଭୁଲିକି ଆଉ ଥରେ ଯାଇକି କିଣିକି ଆଣୁଛି। ଅଛି ଘରେ ବଟ ଯାଇକି ଖୋଜୁଛି ଆଉ କୋଉଠି, ତ ତାକୁ କଣ କୁହାଉଛି? ଦୁଃଖତମ। ଦୁଃଖ, ଦୁଃଖୀ, ଦୁଃଖତର, ଦୁଃଖତମ। ସମସ୍ତେ ବୁଝା ପଡିଲା? ବୁଝା ପଡିଲା ଏଇଟା? Yes, yes, bro. ଆଉ ଗୋଟେ ଯଦି ଦେଖିବାକୁ ଗଲେ ଦୁଃଖର ମାନେ କେମିତି ପରିଭାଷା ଚେଞ୍ଜ ହଉଛି। ମାନେ ଗୋଟେ ଘରେ ନାଇଁ କି ପାଞ୍ଚଟା ପୁଅ ପିଲା ରହୁଥିବେ ହଷ୍ଟେଲରେ, ତାଙ୍କୁ ରୋଷେଇ କରିବାକୁ ଗଲେ ସେ କହିବେ ମୁଁ ଖାଲି ପନିପରିବା କାଟିବି, ବା କିଏ କହିବେ ମୁଁ ହଣ୍ଡା ହାଣ୍ଡି ଧୋଇବି, ନହେଲେ କିଏ କହିବେ ମୁଁ ଖାଲି ଭାତଟା କରିବି, ନହେଲେ ମୁଁ ମାର୍କେଟିଂ କରିବି, କି କଣ ଗୋଟେ କହେ। ବା ଘରେ ନର୍ମାଲି ହୁଏ, ଯଦି ଗୋଟେ ଘରେ ତିନି ଚାରି ଜଣ ଯା ଥିବେ, କହିଲେ ସେ କହିବେ ସବୁଜ ମୁଁ କାହିଁ କରିବି, ସମସ୍ତେ ସାଥିରେ କରିବା ଦରକାର। ତ ଘରେ ଭାଇ ମାନେ ମଧ୍ୟ ଝଗଡା କରୁଛନ୍ତି, ସବୁଜ ମୁଁ କାହିଁ କରିବି, ଏ ଭାଇ କରିବା ଦରକାର, ବା ଯା ମାନେ ମଧ୍ୟ ଝଗଡା କରୁଛନ୍ତି। ତ ସେଠି ପ୍ରାୟତଃ ରହୁଛି ଯେ ଜଣକୁ କାହା ରୋଷେଇ କରେନି, ମୁଁ ଏକୁଟିଆ ଅଛି ରୋଷେଇ କରିବାକୁ, ଠିକ ଅଛି ପନିପରିବା କାଟେନା, ମୁଁ ଏକୁଟିଆ ଅଛି ପନିପରିବା କାଟିବା ପାଇଁ। ତ ଏମିତି କହିକି ପ୍ରାୟତଃ ମାନେ ମିସଅଣ୍ଡରଷ୍ଟାଣ୍ଡିଂ କ୍ରିଏଟ ହୁଏ, ତାପରେ ଅଲଗା ହେବା ପାଇଁ ରାସ୍ତା ଧରନ୍ତି। କିନ୍ତୁ ସେଇ ଲୋକକୁ କୁହାଯାଏ ହୋଟେଲ ଗୋଟେ କରିବା। ହୋଟେଲ କରିଲେ କମ ସେ କମ ଦିନକୁ ଗୋଟେ ଯେମିତି ହେଲେ ଗୋଟେ 5,000 10,000 ଟଙ୍କା ପ୍ରଫିଟ ହବ। ସେ କଣ କରିବେ? ପନିପରିବା କାଟିବେ ନା ନାଇଁ, ହଣ୍ଡା ହାଣ୍ଡି ଧୋଇବେ ନା ନାଇଁ, ରୋଷେଇ କରିବେ ନା ନାଇଁ? ଆଁ, କରିବେ ନା ନାଇଁ? Yes, bro. ଦୌଡି ଦୌଡି କରିବେ। ଏକୁଟିଆ ଲୋକ ଗୋଟେ ଦୌଡି ଦୌଡି ଯୋଉମାନେ ହୋଟେଲ କରିତେ ଦେଖିବାକୁ ଗଲେ ପ୍ରଭୁ ଜାନ ବିକୁଥିଲେ ଗୋଟେ ମାତା ଜାନ ସବୁ ଜିନିଷ କରୁଛନ୍ତି। ରୋଷେଇ କରିବେ, ଧୁଆ ଧୁଇ କରିବେ, ଖାଇବାକୁ ବାଢିବେ, ସବୁ ଜିନିଷ ଏ ଟୁ ଜେଡ୍ ସେମାନେ କରନ୍ତି। ଯଦି ସେମାନଙ୍କୁ କୁହାଯାଏ ପ୍ରଫିଟ ଅଛି 5,000 10,000 ଟଙ୍କା ପ୍ରଫିଟ ହବ ପର ଡେ, ତ କହିବା ଅର୍ଥ ହଉଛି ଦୁଃଖର ଏଇଠି ଯଦି ଦେଖିବାକୁ ଗଲେ ଦୁଃଖ କାହାକୁ କୁହାଉଛି ନା, ଯଦି ପ୍ରାୟୋରିଟି ଆମକୁ ଜଣା ନାହିଁ ତାହେଲେ ସେଇଟା ଏମିତି କଷ୍ଟର ମାନେ କାରଣ ହେଇଯାଉଛି। ବା ଯଦି ବେନିଫିଟ ଜଣା ନାହିଁ ତାହେଲେ ତାକୁ ଆମେ ପ୍ରାୟୋରିଟି ଦଉନାହାନ୍ତି। ଯଦି ବେନିଫିଟ ଜଣା ପଡିଲା ଯେ 5,000 କି 10,000 ଟଙ୍କା ବେନିଫିଟ ହବ, ସେ ଆମର ପ୍ରାଥମିକତା ପଳେଇ ଆସୁଛି, ମୁଁ ତାକୁ କଣ କଣ କରିବି। ବୁଝା ପଡିଲା? ବା ସେକେଣ୍ଡ ଜଣକୁ ଗୋଟେ ସେ 50 କେଜି ସୁନା ଉଠେଇ ସେ ଘରେ ରଖିଦେ, ସାର୍ ମୁଁ ଏକୁଟିଆ ଉଠେଇ ପାରିନି ବା, ହଁ ନା ନାଇଁ? କିନ୍ତୁ ସେଇ ଲୋକ ଆସେ ସେ 50 କେଜି ଚୋରି କରିବା ପାଇଁ। କଣ ନା କଣ ବୁଦ୍ଧି ବାହାର କରିକି ସେ କହିବେନି ଯେ ମୁଁ ଉଠେଇ ପାରିନି, ନାଇଁ ସେ ଚୋରି କରିବା ଅଛି କହିଲେ କଣ କରିବ ଯେ କଣ ନା କଣ ଲଗେଇକି ବୁଦ୍ଧି, କଣ ମାନେ ରସି ବସି ବାନ୍ଧାନ୍ତି କରିକି, ସେ ଚେନ ପୁଲି ବାନ୍ଧାନ୍ତି, କଣ ନା କଣ କରିକି ସେଇଟା ବାହାର କରି ଧରି ପଳେଇବେ। ତ କହିବା ଅର୍ଥ ହଉଛି ଯେହେତୁ ଆମେ ଦେଖୁଛନ୍ତି ମୋ ପାଇଁ କି କଣ ବେନିଫିଟ ଅଛି, ତାପରେ ଆମେ କଣ କରୁଛନ୍ତି ନା ତାପରେ ଷ୍ଟ୍ରଙ୍ଗ ମାନେ ଟୋଟାଲି ଆକ୍ଟିଭ ହେଇଯାଉଛନ୍ତି। ଯେହେତୁ ଆମେ ଦେଖିଲେ ଯେ ଆମର କିଛି ବେନିଫିଟ ହଉଛି, ଟୋଟାଲ ଆକ୍ଟିଭ ହେଇଯାଉଛନ୍ତି।
ଏ ଦୁନିଆ ଯଦି ଦେଖିବାକୁ ଗଲେ ସିମ୍ପଲ ହଉଛି, ଯଦି ସାନ ଗ୍ଲାସ ଟା ଆମ ଛୋଟ ଛୁଆ ହାତରୁ ପଡିଗଲା, ପିଲା ବାଡୁଛନ୍ତି ନା ନାଇଁ? ପନିଶମେଣ୍ଟ ଦଉଛନ୍ତି ନା ନାଇଁ? ଦଉଛନ୍ତି। ବାଇଗଣ ଯଦି କିଣିକି ଆଣିଥିବ ବା ପନିପରିବା କିଣି ଆଣିଥିବ, ଯଦି ପୋକ ବାହାରି ପଡିଲା, କେବେ ହେଲେ କିଣିବାର ଆସୁନି ତମ ପନିପରିବା, ଝଗଡା ହେଇଯାଉଛନ୍ତି। ହଁ ଠକିଦେଲା ସିଏ କହୁଛନ୍ତି। ୟେସ୍, ପନିପରିବା ଯଦି ନଷ୍ଟ ହେଇଯାଇଥିବ କହିଲେ, ବା ଯଦି କୁହାଯାଏ ଘରେ ବଢିଆ ପଙ୍ଖା ଲଗା ହେଇଛି ଆଉ ପଙ୍ଖା ବୁଲୁଛି ମଧ୍ୟ, ହଁ ନା, ଘାଇଁ 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 ବୁଲୁଛି କିନ୍ତୁ ପବନ ହିଁ ଆସୁନି, ସେଟା କଣ କୁହା? ଲସ୍ କୁହା ନା ନାଇଁ? ପଙ୍ଖା ବୁଲୁଛି ପବନ ହଉନି, ବାଇଗଣ କିଣା ହେଲା କିନ୍ତୁ ପୋକ ବାହାରିଲା, ଗ୍ଲାସ ପିଲା ହାତରୁ ପକେଇଦେଲା। ୟେସ୍। ସ୍କୁଲ ପିଲା ଯାଇଛି, ପୁରା ଦିନ ସାରା ସ୍କୁଲରେ ବସିଛି କିନ୍ତୁ କିଛି ଲେଖିନି, ନୋଟ୍ସ ବନେଇନି, ପଳେଇ ଆସିଲା। ଜଣେ କ୍ରିକେଟ ଖେଳୁଛନ୍ତି, ଗୋଟେ ମିନିଟ୍ କହୁଛି। କଣ କହୁଥିଲି ପ୍ରୋଜେକ୍ଟ ନା, ପଙ୍ଖା ଆମର ମାନେ ପଙ୍ଖା ଚାଲୁଛି, କରେଣ୍ଟ ବିଲ୍ ବି ଆସୁଛି, କିନ୍ତୁ ଯଦି ସେଇଠି ପବନ ମିଳୁନି ତାକୁ କଣ କୁହା? ଲସ୍ କୁହା ନା ପ୍ରଫିଟ କୁହା? ଲସ୍। ଲସ୍ କୁହା ହବ, ହଁ ନା ନାଇଁ? ସେମିତି ଜଣେ ବ୍ୟାଟ୍ସମ୍ୟାନ ନାଇଁ କି, ସେ ପିଚ୍ ରେ ଅଛି ହେଲା, ଗୋଟେ 30 ଓଭର 40 ଓଭର ଅଛି କିନ୍ତୁ ରନ୍ ହିଁ ବାଡୁନି, ତାକୁ କଣ କୁହା? ଛାଡି ଦେଇ ପଳେଇ ଆସୁନୁ ଭାଇ, ଆ ଯୋଗ ହାରିବ ଆଜି, ଆ ଯୋଗ ହାରିବ, ତାକୁ ଗାଳି କରୁଛନ୍ତି, ହଁ ନା ନାଇଁ? ଏ ସବୁ ଯାକ ଦେଖିବାକୁ କହିଲେ ଆମେ ଏଇଟା କହୁଛି ମାନେ ଲସ୍ 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 କହୁଛନ୍ତି। ପଙ୍ଖା ବୁଲୁଛି ଯଦି ପବନ ହଉନି ସେଇଟା ହଉଛି ଲସ୍। ପିଲା ସ୍କୁଲରେ ବସିଛି ବା ଟିଉସନ ପାଇଁ ପଇସା ନଉଛି ବା ପାଠ ନ ପଢିଲେ ସେଇଟା ହଉଛି ଲସ୍। ବ୍ୟାଟ୍ସମ୍ୟାନ ପିଚ୍ ରେ ଅଛନ୍ତି କିନ୍ତୁ ଯଦି ରନ୍ ସ୍କୋର ନ ବଢଉଥିବେ ତାହେଲେ ସେଇଟା ହଉଛି ଲସ୍। ବାଇଗଣ ଯଦି କିଣିକି ଆଣିଲେ ଯଦି ପୋକ ବାହାରିଲା ସେଇଟା ହଉଛି ଲସ୍। ପିଲା ଯଦି ଗ୍ଲାସ ପକେଇଦେଲା ସେଇଟା ହଉଛି ଲସ୍। ବୁଝିଲେ, ଏସବୁ ଯାକ ଆମେ ଲସ୍ ର କ୍ୟାଟେଗୋରୀ ପକଉଛନ୍ତି। କିନ୍ତୁ ବାସ୍ତବିକ ଲସ୍ ଯଦି ଦେଖିବାକୁ ଗଲେ ଆ ଆତ୍ମାର କଣ ଲସ୍ ହଉଛି ଆମେ ଦେଖୁନାହାନ୍ତି। ବୁଝିଲେ, ବଢିଆ ଗୋଟେ ସୁନ୍ଦର ଶ୍ଲୋକଟେ ଅଛି। ସନ୍ତମ୍ ସମୀପେ ରମଣಂ ରତିପ୍ରଦମ୍ ବିତପ୍ରଦମ୍ ନିତ୍ୟମିମାଂ ବିହାୟ ଅକାମଦମ୍ ଦୁଃଖ ଭୟାଦି ଶୋକମ୍ ମୋହପ୍ରଦମ୍ ତୁଚ୍ଛମହଂ ଭଜେଜ୍ଞମ୍। ତ ଏଇଟା ପିଙ୍ଗଲା ମା କହୁଛନ୍ତି 11 ନମ୍ବର ସ୍କନ୍ଧରେ। କହୁଛି ଦୁନିଆରେ ନାଇଁ ସବୁଠୁ ବହୁତ ବହୁତ କ୍ଲୋଜ ଲୋକ ଆଉ ବହୁତ ବଢିଆ ଲୋକ କିଏ ଅଛନ୍ତି ନା ଭଗବାନ। କୋଉ ରୂପରେ ନା ପରମାତ୍ମାଙ୍କ ରୂପରେ। କୋଉଠି ଅଛନ୍ତି ନା ମୋ ହୃଦୟରେ ଅଛନ୍ତି। ସର୍ବସ୍ୟ ଚାହମ୍ ହୃଦୟ ସନ୍ନିବିଷ୍ଟୋ। ସମସ୍ତଙ୍କ ହୃଦୟରେ ମୁଁ ପରମାତ୍ମା ରୂପରେ ଅଛନ୍ତି। ତ ସନ୍ତମ ସନ୍ତମ ମିନ୍ସ ପାଖରେ, ସମୀପେ ସରି ସନ୍ତ ମିନ୍ସ ଅଛନ୍ତି, ସମୀପେ ମିନ୍ସ କୋଉଠି ଅଛନ୍ତି ନା ପାଖରେ, ସନ୍ତମ ସମୀପେ। ସବୁଠୁ ଅଧିକ କ୍ଲୋଜ ଏ ଦୁନିଆ ଯଦି ଆମର କିଏ ଅଛନ୍ତି ଫ୍ରେଣ୍ଡ ତାହେଲେ ସିଏ ହଉଛନ୍ତି କିଏ ନା ଜଗନ୍ନାଥ ଜୀ। ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ଅଛନ୍ତି। ପ୍ରତ୍ୟେକ ଜନ୍ମରେ ଯୋଉ ଯୋଉ ଶରୀରରେ ଅଛନ୍ତି ସବୁ ଶରୀରରେ ପରମାତ୍ମା ଅଛନ୍ତି। ସବୁ ପ୍ରାଣୀ ମାନଙ୍କ ସାଥିରେ। କିନ୍ତୁ ସେଇଟା ମଣିଷ ହିଁ ଭୁଲି ଯାଇଛନ୍ତି। ଯୋଉଟା ବର୍ତ୍ତମାନ କଣ କହିଲେ ନା ବିଗେଷ୍ଟ ଲସ୍ କାର ହଉଛି ନା ଯେତେ ଜଣ ଭୁଲିଯିବ ମୋ ପାଖରେ କଣ ଅଛି ଆଉ ବାହାରେ ଯାଇ ଖୋଜିବ। ସେମିତି ଏଇଠି ଦେଖିବାକୁ କହିଲେ ସମସ୍ତଙ୍କ ହୃଦୟରେ କିଏ ଅଛନ୍ତି ପରମାତ୍ମା ଅଛନ୍ତି, ଜଗନ୍ନାଥ ଜୀ ଅଛନ୍ତି। କିନ୍ତୁ ଆମେ ଯେତେବେଳେ ଭୁଲିକି ବାକି ବାହାର ଦୁନିଆ ସବୁ ଜିନିଷ ଖୋଜୁଛନ୍ତି ଯୋଉଟା କି ନିଜ ଘରେ ଅଛି। ନିଜ ହୃଦୟରେ ଅଛନ୍ତି କିଏ ରମଣମ୍ ରତିପ୍ରଦମ୍, ଯିଏ କି ହଉଛନ୍ତି ଆନନ୍ଦର ଉତ୍ସ। ହଁ ନା ଆନନ୍ଦର ଉତ୍ସ ଅର୍ଥ ହଉଛି ଆମକୁ ଯୋଉ ଯୋଉ ଜିନିସରେ ବି ଆନନ୍ଦ ମିଳୁଛି ସେ ଜିନିଷ ଟା ତିଆରି କିଏ କରିଛନ୍ତି ଭଗବାନ ହିଁ ତିଆରି କରିଛନ୍ତି। ତାହେଲେ ସିଏ ତ ଆନନ୍ଦର ସ୍ରୋତ ହେଇଗଲେ ନା। ତ ଆମର ଜଗନ୍ନାଥ ଜୀ ହଉଛନ୍ତି ସବୁ ପ୍ରକାର ଆନନ୍ଦର ସ୍ରୋତ। ଆଉ ସେ କାହା ପାଇଁ ସେଗୁଡା ତିଆରି କରିଛନ୍ତି ଆମ ପାଇଁ ତିଆରି କରିଛନ୍ତି। ହଁ ନା ନାଇଁ, ମନେ ଗୋଟେ ପିଲାଟେ ଯାଇକି ବାହାରେ ହୋଟେଲରେ ଖାଇ କହିବ ତ ତା ମମି ବାବା କହୁଛନ୍ତି ଯେ ଘରେ ବାବୁ ବଢିଆ ଟେଷ୍ଟି ପ୍ରସାଦ ରୋଷେଇ କରାହେଇଛି। କହିଲେ ସେ କହୁଛି ନାଇଁ ନାଇଁ ମୁଁ ବାହାରେ ଆଜି ଯାଇ ଖାଇ। କିନ୍ତୁ ସେ ବାହାରେ ଖାଇବା ପାଇଁ ମଧ୍ୟ ନାଇଁ ପଇସା କିଏ ଦବ ବାବା ମାମା ହିଁ ଦେବେ। ତ ସେମିତି ଆମ ବାହାରେ କିଏ ଅଛନ୍ତି ନା ଜଗନ୍ନାଥ ପରମାତ୍ମା ରୂପରେ ଯିଏ କି ଆନନ୍ଦର ସ୍ରୋତ ସିଏ ଅଛନ୍ତି। ବଟ୍ ଆମେ ସବୁଦିନ ଆନନ୍ଦ କୋଉଠି ଖୋଜୁଛନ୍ତି ନା ବାହ୍ୟ ବସ୍ତୁ ଭିତରେ ଖୋଜୁଛନ୍ତି। ବାହ୍ୟ ବସ୍ତୁ ଭିତରେ ଯୋଉଠି କି ଅଛନ୍ତି କୁଆଡେ ନା ଆମ ସାଥିରେ ବଟ୍ ଖୋଜୁଛନ୍ତି କୁଆଡେ ନା ବାହାରି। ହେଲା, ସନ୍ତମ୍ ସମୀପେ ରମଣମ୍ ରତି ଓକେ ତାଙ୍କ ପାଖରେ ଆନନ୍ଦ ଅଛି, ଦଉଛନ୍ତି କି ଆନନ୍ଦ?
ନା ରତିପ୍ରଦମ ମିନ୍ସ ୱାନ୍ ହୁ ଗିଭ୍ସ ପ୍ଲେଜର। ଏମିତି ନାହିଁ ଯେ ଖାଲି ତାଙ୍କ ପାଖରେ ଅଛି, ବଟ୍ ସିଏ ଦିଅନ୍ତି ମଧ୍ୟ। ଖାଲି ଅଛି ନୁହଁ, ଦଉଛନ୍ତି ମଧ୍ୟ। ହେଲା, ଆନନ୍ଦ ଦଉଛନ୍ତି ମଧ୍ୟ। ସନ୍ତମ ସମୀପେ ରମଣମ ରତିପ୍ରଦମ। ଖାଲି ଆନନ୍ଦ ଦଉନାହାନ୍ତି, ସେ ଆଉ କଣ ଦଉଛନ୍ତି? ବିତ୍ତପ୍ରଦମ। ବିତ୍ତପ୍ରଦମ ଅର୍ଥ ହଉଛି ଯିଏ ପଇସା ମଧ୍ୟ ଦଉଛନ୍ତି, ଯିଏ ସମ୍ପତ୍ତି ମଧ୍ୟ ଦଉଛନ୍ତି। ତ ସନ୍ତମ ସମୀପେ ରମଣମ ରତିପ୍ରଦମ ବିତ୍ତପ୍ରଦମ ନିତ୍ୟମ। ନିତ୍ୟ ମିନ୍ସ ସବୁଦିନ ଭଗବାନ ଏଇଟା କରୁଛନ୍ତି, ହେଲା, ଗୋଟେ ଦିନ ଦି ଦିନ ପାଇଁ ନାହିଁ। ସବୁଦିନେ ଭଗବାନ ଏଇଟା ଆମ ପାଇଁ କରୁଛନ୍ତି। ବଟ୍ ଆମେ କଣ କରୁଛନ୍ତି? ଇମାମ ବିହାୟ। ସେ ମହାପ୍ରଭୁ କଥା କୁହନ, ହଁ ନା? ମହାପ୍ରଭୁ କଥା କୁହନି, ବାକି ଯାହା କହିଲେ ହେଲେ ମୁଁ ଶୁଣିବା ଭାରି ଟାଇମ୍ ଅଛି ମୋ ପାଖରେ। ଖାଲି ଜଣ ବିଷୟ ଶୁଣିବା ପାଇଁ ମୋ ପାଖରେ ଟାଇମ୍ ନାହିଁ, ସେ ହଉଛି ଭଗବାନଙ୍କ ବିଷୟରେ। କାହିଁକିନା ଡାଇରେକ୍ଟଲି ସେ କାହା ପାଇଁ ଭଲ ସେଇଟା? ନା ଆତ୍ମା ପାଇଁ ଭଲ। ଯେତେବେଳେ ଆମେ ପରମାତ୍ମା ବିଷୟରେ ମାନେ କଥାବାର୍ତ୍ତା ହଉଛନ୍ତି, କାହା ପାଇଁ ଭଲ? ନା ଆତ୍ମା ପାଇଁ ଭଲ। ଯଦି ଆମେ ଦେଖୁଥିଲେ ନା, ବ୍ୟବସାୟତ୍ମିକ ବୁଦ୍ଧିରେ ଏକେ କୁରୁ ନନ୍ଦନ। ଆତ୍ମାର ବ୍ୟବସାୟ ହଉଛି କଣ? ନା ପରମାତ୍ମାଙ୍କ ବିଷୟରେ ଶୁଣିବା, ପରମାତ୍ମାଙ୍କ ବିଷୟରେ ସେବା କରିବା, ବୁଦ୍ଧି ଖଟେଇବା। ହଁ, ଏଇଟା ହଉଛି ବାସ୍ତବ ସେବା, ବାସ୍ତବ ବିଜନେସ ଅଫ ଦା ସୋଲ। କିନ୍ତୁ ଆମେ ସେଇଟା ଛାଡି ନେଇକି ଶାରୀରିକ ଯାହା ବି ନିଡ୍ ଅଛି ସବୁ ଯାକ ଲାଗି ପଡୁଛନ୍ତି। ଯାହା ଯାହା ବି ନିଡ୍ ଅଛି, କାମ, କ୍ରୋଧ, ଲୋଭ, ଏ ତିନିଟା ନିଡ୍ କାହାର ଅଛି? ଆତ୍ମାର କି? ନାଇଁ, ଶାରୀରିକ ମାନେ କାମ ଯଦି ଦେଖିବାକୁ ଗଲେ ସବୁ ଯାକ ଆଖିର କାମନାକୁ ପୁରା କରି ଆମେ କାମ କଲେ, କାନର କାମନାକୁ ପୁରା କରିବା ପାଇଁ ଡିଜେ ଲଗେଇଲେ, ଡିଜେ ମାନେ ଫାଷ୍ଟ ତ ଡିଜେ ତିଆରି କରିବା ପାଇଁ ବୁଦ୍ଧି ଲଗା ହେଇଥିବ। ଏତେ ବଡ ବଡ ବକ୍ସ ତିଆରି କରାହେଇଛି। ତ ଟୋଟାଲି ବୁଦ୍ଧି ଲଗାହେଲା କଣ? ନା ସାଉଣ୍ଡ ସିଷ୍ଟମ ଗୋଟେ ତିଆରି କରାହବ। ତାପରେ ସେଇଟା ୟୁଜ ଯଦି ଆମର ଭାଗବତ କଥା ପାଇଁ, କୀର୍ତ୍ତନ ପାଇଁ ବ୍ୟବହାର କଲେ ଠିକ ଅଛି। ସେଟା ଦିନ ରାତି ଖାଲି କଣ ଲଗେଇଲେ? ନା ଆଲବମ ଗୀତ ଲଗେଇଲେ, ଆଲବମ ଗୀତ ଲଗେଇଲେ, ଆଲବମ ଗୀତ ଲଗେଇଲେ, ଧକ 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 ଧକ, ତାପରେ ହାର୍ଟ ଆଟାକ ପଳେଇ ଆସୁଛି। ତ ସେଇଠି ମଧ୍ୟ ବୁଦ୍ଧି ଲାଗିଛି, ସେଇଠି ମଧ୍ୟ ଜଣେ ଜବ୍ ଅଛି। ସେଇଟା ମାନେ ଯେତେବେଳେ ତିଆରି କରୁଛନ୍ତି, ଇନଭେନସନ କରୁଛନ୍ତି, R&D କରୁଛନ୍ତି, ତାର ଟୋଟାଲ ପ୍ରୋସେସ ଥାଉଛି। ତ ଦେଖିଗଲେ ଏ ଦୁନିଆ ଯାହା ବି ଆମେ ବସ୍ତୁ ତିଆରି କରୁଛନ୍ତି, ସିଏ ମଧ୍ୟ ଇକ୍ୱାଲ ଆମାଉଣ୍ଟ ଅଫ ଏନର୍ଜି, ଟାଇମ, ଆବଜର୍ପସନ ସବୁ ମାନେ ଟାଣି ନେଇଯାଉଛି। କିନ୍ତୁ ଯେତେବେଳେ ରିଜଲ୍ଟ ଆସୁଛି, ସେତେବେଳେ ଆମେ କଣ କରିବା କଥା? ନା ସେଇଟା ଭଗବାନ ପାଇଁ ଦେବା କଥା, ଯୋଉଟା ହେଇପାରୁନି। ଯୋଉଟା କି ଦେବା କଥା ହେଇପାରୁନି। ଆଉ ସେଇଟା କଣ ହେଇଛି? କୋଉଥିରେ ଲାଗିଯାଉଛି? ନା କାମନା ପାଇଁ ଲାଗିଯାଉଛି। ସେବାରେ ଲାଗିବା କଥା, ସେବାରେ ନ ଲାଗି କୋଉଥିରେ ଲାଗୁଛି? ନା ନିଜର କାମନା ପୁରା ପୁରି କରିବା ପାଇଁ, ନିଜର କାମନା ପୁରା ପୁରି କରିବା ପାଇଁ। ତ ଏଇଟା ଆମେ କାମ ଆମେ କାମ କାହା ପାଇଁ କଲେ? ନା ଶରୀରର ଇନ୍ଦ୍ରିୟ ଗୁଡା ପାଇଁ କାମ କଲେ ଆମେ। ଯଦି ଆଜିକାଲି ଯାହା ଦେଖିବ, ଯେତେ ପ୍ରକାର ଜିନିଷ ନୂଆ 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 ବାହାରୁଛି, ମଜା କାହାକୁ ଲାଗୁଛି ସେଇଟା? ଆଖି ଦ୍ଵାରା ଦେଖିଲା ପରେ ମନକୁ କିଛି ମାନେ କଣ ଯୋଉ ମାନେ ଆକର୍ଷଣ ହେଉଛନ୍ତି ଆମେ ଦେଖିଲା ପରେ ଛୋଟ ଛୋଟ ଜିନିଷ ଟାକୁ କିଛି ସମୟ ପାଇଁ। ୱାଓ, ଯୋଉ ଲାଇଟନିଂ ଦେଖିବାକୁ କହିଲେ ଆଜିକାଲିର ଯୋଉ ଯେତିକି ଲାଇଟ ଲଗା ହଉଛି, ଗ୍ଲାମର ୱାର୍ଲଡ, ଏ ସବୁ ଯାକ କାହାକୁ ମଜା ଲାଗୁଛି? ଠିକ ବଢିଆ ଲାଗୁଛି। ଶରୀରକୁ କମ୍ଫର୍ଟ ଦଉଛି, ବୁଝିଲେ? ଯାହା ବି ଆମେ ତିଆରି କରୁଛନ୍ତି ସବୁ ଯାକ କଣ ଆଖି ସୁନ୍ଦର ତ ଲାଗୁଛି, ଆଟ୍ରାକ୍ଟିଭ ଲାଗୁଛି, ତା ସହିତ ଶରୀରକୁ କମ୍ଫର୍ଟ ଦଉଛି 100% ଏଇଟା। ବଟ୍ ନିହାତି ଏଥିରେ କିଛି ଭୁଲ ନାହିଁ କଲେ ମଧ୍ୟ। କିନ୍ତୁ ତା ଉପରେ ଆଉ ଗୋଟେ ଅଛି, ଆତ୍ମା ପାଇଁ ମଧ୍ୟ ଆମେ ଟିକେ ବିଚାର କରିବା କଥା, ଯୋଉଟା କି ବିଲକୁଲ ବିଚାର କରୁନାହାନ୍ତି। ତେଣୁକରି ଦୁନିଆରେ ସବୁଠୁ ବଡ ଲସ୍ ହଉଛି କୋଉଟା? ନା ଆମ ପାଖରେ ହରିନାମ ଅଛି, କିନ୍ତୁ ଆମେ ସେଇଟା କେବେ ମଧ୍ୟ ଗ୍ରହଣ କରୁନାହାନ୍ତି। କାଚ ପଛରେ ଦୌଡ଼ିଲେ ଶୂନ୍ୟକୁ ଛାଡିଦେଲେ। ଦୌଡ଼ିଲେ କାହା ପଛରେ? କାଚ ପଛରେ ଦୌଡ଼ିଲେ, କିନ୍ତୁ କାହାକୁ ଛାଡିଦେଲେ? ନା ସୁନାକୁ ଛାଡି ଛାଡି ଯାଉଛନ୍ତି। କାଚ କେଜି ଦେଖିବାକୁ ବହୁତ କମରେ ମିଳେ, ସୁନା କେଜି ଦେଖିଲେ ତାର ମାନେ ରେଟ୍ ଦେଖିବାକୁ ଗଲେ ପ୍ରବଳ କହିଲେ ପ୍ରବଳ। 10 ଗ୍ରାମ ସୁନା 62,000 70,000 ଲେଖା ମିଳୁଛି। ତ କେଜିଟା କେତେ ରେଟ୍ ନଥିବ, କିନ୍ତୁ ଆମେ ଦୌଡୁଛନ୍ତି କଣ? ନା ଏ ବସ୍ତୁ ପଛରେ, କାଚ ପଛରେ ଦୌଡୁଛନ୍ତି। ବଟ୍ କାହାକୁ ଛାଡି ଦେଇଛନ୍ତି? ନା ହରିନାମକୁ ଛାଡି ଦେଇଛନ୍ତି। ଯୋଉ ହରିନାମ ହଉଛି କଣ? ନା ସୁନା ସଦୃଶ୍ୟ। ତେଣୁକରି ମଣିଷ ଜନ୍ମର ପ୍ରାଥମିକ ମୂଳ ଲକ୍ଷ୍ୟ ହେବା ଦରକାର କଣ? ନା ହରିନାମ 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 ହରିନାମ। ଯଦି ବାଙ୍ଗଣା ପାଇଁ ମୁଁ କାନ୍ଦୁଛି, ବାଙ୍ଗଣା ଯଦି ପକୋଡା ବାହାରିଲେ କାନ୍ଦି ପଡୁଛି, ଗ୍ଲାସ ଟା ଭାଙ୍ଗିଲା ପରେ ମୁଁ ପିଲାକୁ ଯଦି ବାଡେଇ ପାରୁଛି, ହଁ ନା ନାଇଁ? ପଙ୍ଖା ଯଦି ଚାଲୁଥିବ, ପବନ ନହେଲେ ପଙ୍ଖା ବାଲାକୁ ଗାଳି କରିପାରୁଛେ, ତାହେଲେ ମଣିଷ ଶରୀର ମିଳିଛି, ଯଦି ତାକୁ ୟୁଜ ନ କରିଲେ କେତେ ବଡ ଲସ୍ ନ ହଉଥିବ ମୋର। ହରେ କୃଷ୍ଣ। ଶିଲ ପ୍ରଭୁପାଦ କି ଯାଏ। ତେଣୁକରି ସବୁଦିନ ଆମେ ମଣିଷ ଶରୀରଟା କେମିତି ବ୍ୟବହାର କରିପାରିବା? ନା ହରିନାମ କରିକି। ହରିନାମ 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 ହିଁ କେବଲମ୍। ହେଇଗଲା ସୁଶାନ୍ତ ପ୍ରଭୁଜୀ।